ମୁଁ ସ୍କୁଲରେ ପଢ଼ୁଥାଏ। ସକାଳ ହେଲା ମାନେ ଆମ ଘରେ ଗହଳି, କାରଣ ଆମର ବହୁତ ଗୋରୁ ଗାଈ ଥାଆନ୍ତି। ତାକୁ ତଦାରଖ କରିବା ପାଇଁ ବହୁତ ଲୋକ ଆମ ଘରକୁ ଆସନ୍ତି। କିନ୍ତୁ ସେଥି ଭିତରୁ ଝମ୍ପେଇ ମାଉସୀ ଅନ୍ୟତମ। ସେ ସକାଳୁ ସକାଳୁ ଆମ ଘରକୁ ପଳେଇ ଆସେ ଆଉ ଗୁହାଳ କାମ କରିବାକୁ, ଗୁହାଳ କାମ କରିସାରିକି ଚାଲିଯାଏ। ଝମ୍ପେଇ ମାଉସୀ ଭାରି ଭଲ, ଡାକିଦେଲେ ସାଙ୍ଗେ ସାଙ୍ଗେ ହାଜର, ଯେମିତି ଆମ ଘରର ପରିବାର ସଦସ୍ୟ। ଆଉ ଏଇ ଝମ୍ପେଇ ମାଉସୀର ଜଣେ ସୁନ୍ଦର ସ୍ୱାମୀ ଅଛି, ତାର ନାଁ ହେଉଛି ମନ୍ଦାର ମଉସା। ଝମ୍ପେଇ ମାଉସୀ ଯୁଆଡ଼େ ଯୁଆଡ଼େ ଯାଏ, ମନ୍ଦାର ମଉସା ତା ପଛେ ପଛେ। ଆମ ଘରେ ସବୁବେଳେ 3ଟା କପ୍ ଥୁଆ ହୋଇଥାଏ। ତା ଭିତରୁ ଚା ଯେତେବେଳେ ହେଇଯାଏ, ଝମ୍ପେଇ ମାଉସୀ ସବୁଦିନ ତା କପ୍ରୁ ଚା ଦେଇଦିଏ ମନ୍ଦାର ମଉସାକୁ। ଏକଥା ଦିନେ ବୋଉ ଦେଖିଲା, ଆଉ ସେଇ ଦିନଟା ପାଖରୁ ତା ପାଇଁ ବି ମନ୍ଦାର ମଉସା, ତାର ଅର୍ଥ ମନ୍ଦାର ମଉସା ପାଇଁ ବି ମଧ୍ୟ ଗୋଟେ କପ୍ ଚା ବଢ଼େଇ ଦିଏ, ଆଉ ଗୋଟେ ଚା କପ୍ ଦିଏ ଆମ ଘରେ ଯେଉଁ ସାହିତ୍ୟ ଆସେ କାମ କରିବା ପାଇଁ, ତା ପାଇଁ। 3 ଜଣ ଯାକ ସାଙ୍ଗ ହିଁ ଚା ପିଅନ୍ତି। ମାଉସଠୁ ଭୂତ କଥା ଶୁଣିବା ପାଇଁ ଭାରି ଭଲ ଲାଗେ। ଦିନେ ବୋଉକୁ ଆସି କହିଲି, ସେ ଗୋଟିଏ ମେଳା ଯିବ କହୁଛି, କ'ଣ ଗୋଟେ ଦୀକ୍ଷା ନେଇଛି, ସେଠିକି ସେ ଯାଏ, ପ୍ରତ୍ୟେକ ବର୍ଷ ଯାଏ। ଏକଥା ଶୁଣି ବୋଉ ତାକୁ ଗୋଟେ ଚଦର ଆଉ କିଛି ଟଙ୍କା ଦେଲା। ଏ ବର୍ଷ ବହୁତ ଥଣ୍ଡା ଥିଲା, ତ ବୋଉ କହିଲା, ଏ ବର୍ଷ ନଗଲେ ହବନି, ବହୁତ ଥଣ୍ଡା ପଡ଼ିଛି ଲୋ। କିନ୍ତୁ ସେ କହିଲା, କ'ଣ ହବ, ଏ ଥଣ୍ଡା କିଛି ହବନି, କିନ୍ତୁ ଚାଲିଗଲା। ଦୀର୍ଘ ବର୍ଷ ହବ ତାର ବେକ ଫୁଲିଥାଏ। ପଚାରିଲେ କହିଦିଏ, କ'ଣ କିଛି ହବନି, କାହିଁକି ନା ଏଟା ଜୀବନ ତମାମ ରହିବ ବୋଲି ସେ କୁହେ। ମେଳା ତ ଗଲା, ଆସିଲା ବେଳକୁ ତଣ୍ଟି ଆହୁରି ଫୁଲିଗଲା। ଖବର ପାଇ ଭାଇ ଗଲେ ଦେଖିବା ପାଇଁ। ମାଉସୀ ଆଉ କଥା କହିପାରୁନଥାଏ। ଅଳ୍ପ କୋଉଟା ଦିନ ଭିତରେ ଖବର ଆସିଲା, ମାଉସୀ ଆଉ ନାହିଁ। ମୁଁ ସେଦିନ ବହୁତ କାନ୍ଦିଲି। ଆମ ଘର ସମସ୍ତ ସଦସ୍ୟ କାନ୍ଦିବାରେ ଲାଗିଲେ। ଝମ୍ପେଇ ମାଉସୀ ତ ଗୋଟେ ଆମ ସଦସ୍ୟ ଥିଲା ନା ଘର। ସେଦିନ ରନ୍ଧା ବଢ଼ା ସବୁ ବନ୍ଦ ହେଇଗଲା। କିଛି ଦିନ ପରେ ମନ୍ଦାର ମଉସା ଆସି ଆମ ଘର କାମ କଲେ। ଚା ଜଳଖିଆ ଖାଇବାକୁ ଦେଲେ ଦାଣ୍ଡ ଆଡ଼େ ନେଇଯାଆନ୍ତି। ଦିନେ ମୁଁ ଆଉ ବୋଉ ପଛେ ପଛେ ଗଲୁ ଦେଖିବା ପାଇଁ କ'ଣ କରୁଛନ୍ତି। ମନ୍ଦାର ମଉସା ପତ୍ରଟେ ତଳେ ରଖିଲେ। ସେଇ କପ୍ରୁ ଅଧା ଚା ଦେଲେ, ଅଧା ଜଳଖିଆ ରଖି କହିଲେ, ନେ ଖାଇଦେ, ତୁ ବଞ୍ଚିଥିଲା ବେଳେ ମୋତେ କେତେ ଖୁଆଇଛୁ। ଏମିତି କହି ମଉସା କାନ୍ଦି ପକେଇଲେ। ମନ୍ଦାର ମଉସା କାମ ସାରି ଆମ ଚଉରା ଉପରେ ବସି କ'ଣ ଗପନ୍ତି ମନେ ମନେ। ବୋଉ ଦିନେ ପଚାରିବାରୁ କହିଲା, ଝମ୍ପେଇ ସହ କଥା ହେଉଛି, ଝମ୍ପେଇ ସହ ଗପୁଛି। ଆଶ୍ଚର୍ଯ୍ୟ ହେଇଗଲି ମୁଁ ଆଉ ବୋଉ। ବହୁତ କହ ଲାଗିଲା। ମନ୍ଦାର ମଉସା ଝମ୍ପେଇ ମାଉସୀକୁ ସବୁବେଳେ ଝୁରି ଝୁରି ସିଏମି ମଧ୍ୟ ଗୋଟେ ବର୍ଷ ପରେ ଚାଲିଗଲେ ନିଜ ସ୍ତ୍ରୀକୁ ଝୁରି ଝୁରି। ଭାବିଲ ଥରେ କେତେ ଭଲ ପାଇବା ଦୁହିଁଙ୍କ ଭିତରେ ଥିଲା। ଆକୁ ହିଁ ତ କହନ୍ତି ପ୍ରକୃତ ପ୍ରେମ, ପ୍ରକୃତ ଜୀବନ ସାଥୀ।